ଲୁକ 4:18 ପଢୁଛି। ତ ଆମେ ଦେଖିଲୁ, ଓକେ ମୋ ପଟେ ଦେଖନ୍ତୁ। ନମ୍ବର 1, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପବିତ୍ର ଆତ୍ମାରେ ଜନ୍ମ ହେଲେ, ମାନେ ତାଙ୍କ ଜନ୍ମରେ ପବିତ୍ର ଆତ୍ମାଙ୍କର ବହୁତ କାମ ଥିଲା। ନମ୍ବର 2, ବାପ୍ତିଜିତ ହେଲା ପରେ ସେ ପବିତ୍ର ଆତ୍ମା ପାଇଲେ। ଓକେ, ପବିତ୍ର ଆତ୍ମା ପାଇକି ସେ 40 ଦିନ 40 ରାତି ପ୍ରାର୍ଥନା କରିବାକୁ ଗଲେ, ଉପବାସ ପ୍ରାର୍ଥନା। ଉପବାସ ପ୍ରାର୍ଥନା ପରେ ଲୁକ 4:14 ସେ ଆତ୍ମାଙ୍କ ଶକ୍ତିରେ ଗାଲିଲକୁ ଫେରିଲେ। ତ କଣ ଥିଲା ସେ ଶକ୍ତି? 18 ପଦରେ ପଢୁଛୁ। ଲୁକ 4:14 ପ୍ରଥମେ ପଢୁଛି ମୁଁ। ଲୁକ 4:14 ପଡେ ଗଲା, ମୁଁ ତେଲୁଗୁରେ ପଢି ଦେଇଥାନ୍ତି। ଦେଖୁ 4:14 ଏହା ପରେ, କୋ ପରେ? ଫାଷ୍ଟିଂ ପ୍ରେୟର ପରେ। ଏହା ପରେ ଯୀଶୁ ଆତ୍ମାଙ୍କ ଶକ୍ତିରେ ଗାଲିଲକୁ ଫେରିଗଲେ, ଆଉ ଚାରିଆଡେ ସମସ୍ତ ଅଞ୍ଚଳରେ ତାହାଙ୍କ ଖ୍ୟାତି ବ୍ୟାପିଗଲା। ରାଇଟ୍, 16 ପଦରୁ ପଡୁଛି। ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମ ବାରରେ ସମାଜ ଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ। ସେଥିରେ ଯିଶାୟ ଭାବବାଦୀଙ୍କ ପୁସ୍ତକ ତାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି ତାହା ପାଇଲେ। ଏବେ ଦେଖୁନ, ଇଣ୍ଟରେଷ୍ଟିଂ ଥିବ। 18 ପଦ, ପ୍ରଭୁଙ୍କର ଆତ୍ମା ମୋ ଠାରେ ଅଧିଷ୍ଠିତ, ଯେଣୁ ଦିନହୀନ ମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମତେ ଅଭିଷିକ୍ତ କରିଅଛନ୍ତି। ୱାଓ, ତ କ୍ୟା ହୁଆ? ମୋ ପଟେ ଦେଖ। ଯୀଶୁଙ୍କର ଜନ୍ମରେ ପବିତ୍ର ଆତ୍ମା କାମ କଲେ, ଯୀଶୁ ବାପ୍ତିଜିତ ହେଲା ପରେ ପବିତ୍ର ଆତ୍ମା ଅବତରଣ କଲେ। ତ फास्टिंग पीरियड में क्या हुआ? 40 दिन से पवित्र आत्माଙ୍କର ଅଭିଷେକ ପାଇଲେ। ଏବେ व्हाट इज अभिषेक? ଅଭିଷେକ ମାନେ ନିଯୁକ୍ତି, ନିଯୁକ୍ତ କରିବା। ଅର୍ଡିନେସନ କୁହନ୍ତି, ଜାଣିଛନ୍ତି? अपॉइंटेड, ऑर्डेन्ड, निजुक्ति। ताहाको ग्रीक भाषा रे कहंती क्राइस्ट। ख्रीष्ट माने कौन? अभिषिक्त। ख्रीष्ट नाम नुहे, ଖ୍ରୀଷ୍ଟ ନାମ ନୁହେଁ, ତାଙ୍କର ଅଥରିଟି ଲେଟର। କଣ କହିବେ? ଅଥରାଇଜେସନ ର ଆଇଡି କାର୍ଡ ବୋଲି କହିଲେ ଚଳେ। ନାମ ଯୀଶୁ ଅଟେ, ଖ୍ରୀଷ୍ଟ ନାମ ନୁହେଁ। ଯୀଶୁ ବୋଲି ନାମର ଅର୍ଥ କଣ? ମାନେ ତ୍ରାଣକର୍ତ୍ତା। ଖ୍ରୀଷ୍ଟ ବୋଲି କହିଲେ ଅଭିଷିକ୍ତ। ତାର ଅର୍ଥ କଣ? ମାନେ ଜଗତର ଲୋକମାନଙ୍କୁ ସେମାନଙ୍କୁ ପାପରୁ ଉଦ୍ଧାର କରିବା ପାଇଁ ସ୍ୱର୍ଗରୁ ନିଯୁକ୍ତ କରାଯାଇଥିବା ଜଣେ ବ୍ୟକ୍ତି ବୋଲି ଅର୍ଥ। ରାମ ଆସିପାରନ୍ତି ଜଗତରେ, କୃଷ୍ଣ ଆସିପାରନ୍ତି, ଗୁଡାଏ ବାବା ମାନେ ବାହାରି ପାରନ୍ତି, କିନ୍ତୁ ପରିତ୍ରାଣ କିଏ କରିପାରିବେ? ମାନେ ଯୀଶୁ ହିଁ କରିପାରିବେ, କାରଣ ତାଙ୍କୁ ହିଁ ସ୍ୱର୍ଗରୁ ନିଯୁକ୍ତ କରିକି ପଠାଇ ଦିଆଗଲା। ସେ ନିଯୁକ୍ତି ଅଟେ ଅଥରାଇଜେସନ। ଅଭିଷେକ କରିକି ପଠାଇଲେ। କଣ ପାଇଁ ଅଭିଷେକ କଲେ? 18 ପଦ ଅର୍ଥରେ ପଡୁଛି। 4:18 ପ୍ରଭୁଙ୍କର ଆତ୍ମା ମୋ ଠାରେ ଅଧିଷ୍ଠିତ। ଓକେ, ଯାହା ପବିତ୍ର ଆତ୍ମା ପାଇଲେ ବାପ୍ତିସ୍ମ ପରେ, ତାଙ୍କ ଠାରେ ଅଛନ୍ତି, ଅଧିଷ୍ଠିତ ଅଛନ୍ତି, ଭିତରେ ଅଛନ୍ତି ସେ, ଯେଣୁ ଦିନହୀନ ମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମତେ ଅଭିଷେକ କରିଅଛନ୍ତି, ବନ୍ଦୀ ମାନଙ୍କ ନିକଟରେ ମୁକ୍ତି, ଅନ୍ଧ ମାନଙ୍କ ନିକଟରେ ଦୃଷ୍ଟି ଲାଭ ବିଷୟ ଘୋଷଣା କରିବାକୁ, ପୁଣି ଅତ୍ୟାଚାର ପାଉଥିବା ଲୋକମାନଙ୍କୁ ମୁକ୍ତ କରିବାକୁ, ଆଉ ପ୍ରଭୁଙ୍କର ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମତେ ପ୍ରେରଣ କରିଅଛନ୍ତି। ଲୋକମାନେ ଛାନିଆ ହେଇକି ଶୁଣିଲା ବେଳେ ପ୍ରଭୁ କହିଲେ, ଏହି ବାକ୍ୟ ଆଜି ସଫଳ ହେଲା बोले। वाह! तो तब से जाकर उनका मिनिस्ट्री स्टार्ट हुआ। क्या मिनिस्ट्री? दिनहीन ମାନଙ୍କ ପାଖରେ ସୁସମାଚାର, ବନ୍ଦୀ ମାନଙ୍କୁ ମୁକ୍ତି, ବନ୍ଧନରୁ ମୁକ୍ତି, ଦୃଷ୍ଟି ଘୋଷଣା, ଆଉ ହିତ କଣ କି ବର୍ଷ? ଅନୁଗ୍ରହ ବର୍ଷ ଘୋଷଣା। ଏଠି ଇଣ୍ଟରେଷ୍ଟିଂ ପଏଣ୍ଟ କଣ? ମାନେ
कोट अभिषेक करागला माने लोक मान बंदी मानकु बंधन रे थिबा लोक मानकु मुक्ति घोषणा करिवार अभिषेक सुसमाचार प्रचार करी शुणिमा लोक मानकु मुक्ति घोषणा करिवार अभिषेक माने ए अभिषेक नथिले से जेते घोषणा करले भी लोक मुक्त हेबे नहीं सेम एनॉइंटिंग आज प्रभु को दास मान को दरकार जो मैंने निजको दास भावुंट टिके देखो तो आपणकर प्रचार रे आपणकर प्रार्थना रे के मुक्त होउछंती कि जदि हेउनांती माने आपण खाली लोक मानकर ऑर्डिनेशन पाइछंती किंतु स्वर्गर अभिषेक पाइ नांती आ जे माने पवित्र आत्मा जमा मानंती नहीं तो से मानकर प्रचार द्वारा भी केबे मुक्त होई पारिबे नहीं पर से माने ऑथराइज्ड हेई पारिबे नहीं देखो तो यीशुंकर नाम कहले स्वर्गर द्वार खोला हुए यीशुंकर नाम कहले भूत माने पळाउछंती कारण यीशुंकर नाम रे से शक्ति अछि काहे कि से शक्ति पाइले माने से पर अभिषिक्त थिले आईडी कार्ड आ गया जो पुलिस जोड़े आसी पैसा कार्ड बोले तुम आईडी देखो तुम सतर पुलिस ना डुप्लिकेट हम केमति जानिबो जण एजेंट आसुची जो घर को आपनकर सेंसस लेखिया पय आसुछंती के जण हम पाखे आस्ते गोटे मा पुओ नाम लिखब बोल के नाम नाम देबो के जण से देबो टीवी अछि कि फ्रिज अछि कि वाईफाई अछि कि कंप्यूटर अछि कि एटा सब कोन पे पचार छ बोली आंगु जणा एटा नुवा रूल बोली से डरी गले से माने नहीं एटा गोटे नुवा सिस्टम हमको कम से कम सरकार रो गोटे 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 दायित्व थिला कि हम सब फोन रे देबार थिला कि मन पचारबा को आसबे ए सब लिस्ट गोटे क्वेश्चन देबे रेडी थांते हमको कौन जण आगे हम सुनुछु कि के जण आधार कार्ड मागी दउछन पान कार्ड भी मागी दउछन बैंक खाली कर दउछन इनते डुप्लिकेट लोक भी घर घर जाय कि मागी बारू निरीह लोक कौन भाबिबे सतर सरकार लोक हेइथल भाबिबे ना हो तो की गवर्नमेंट आगे जम कोई समस्त को फोन रे मेसेज आसु पड़ा टिके कि खाली नाम बयस ही नुहे आपनकर घरे कोटा यूज करूछ एटा भी पचारिबे बोली कहले सेना मैं रेडी थिबो डरी जिबे नहीं कि वो पचारे कोनटा मैं पचारछंते एटा काई आपन लिस्ट दिखांतु हमको कितना इन्फॉर्मेशन दिया ही नहीं सरकार तरफ कि एतकी सब पचारिबे बोललारो से बेचार से मैडम डरी गले मु कहले डरंतु नहीं लोक ने पचारिला बेला रेडी थिबे रेडी थांतो आपण बोलले ने अधारे सेंसस न लिखिकी पळैले डरिकी एमिति लोक मान को पठाउछे सरकार डर वाईफाई कोन पे पचारिबो सरकार हमको सरकार तरफ किछिटा पाउछो कि नहीं किछि सब्सिडी पाउछो कि नहीं न सरकार तरफ किछि आपन को किछि मिलुछि कि किछि मिल नहीं एतकी पर्यंत ठीक अछि आमे गाड़ी चलाउछु ना बाइक चलाउछु आमे वाईफाई चलाउछु केते केते लैपटॉप अछि एटा कोन पे पचारिबो सरकार सरकार देला टाकी बोली मु टिके पचारली गाली रागी नहीं एमिति आमे कोन डरुछु माने ऑथराइज्ड अछो कि नहीं तमे का आईडी देखा बोलो तो आईडी दिखाइला से मैडम दिखाइला ठीक अछि बोल कि तथापि से नर्वस हे गला पळैला सेमिति जने प्रभुंकर दासर आईडी ओटे से मनकर अनॉइंटिंग आईडी कार्ड मान संस्थार गोटे कार्ड देखाय बाट न हो गया आपनकर प्रचार रे लोक माने परिवर्तित हेबे आपनकर प्रार्थना रे लोक माने बंधन मुक्त हेबे दरकार थिले लोग रोगी सुस्थ भी हेबे भूत माने कथा माने कि छाड़ी जिबे जदि अभिषेक पाइथिबे जदि अभिषेक पाई नांती स्वर्गुरु माने आपनकर घोषणा बेकार अटे देखो तो वो केते गुडे प्रचार सुनुनु कि कुछ हलचल नहीं होता कुछ लोग के जिंदगी में केते प्रचार शुणु छु केते सभा गुडी को देखिछु समस्त को द्वारा हेउनी देखुछु हमें सरदार आसी जाई आसी इतबे हमको मते 10,000 देबे मते गुडे प्रचार कर सो लोग छिया होछु तो प्रचार रो कोन के भी कर दे पारिबे कि तो किछि लाभ हेबो नै मन कहूछि anointed ones जिनको परमेश्वर ने अभिषेक किया वो लोग जाके लोगों को रिलीज कर पाते हैं लास्ट वर्ड देखिए सारी बार जिर्मियो
जहां को से पठांती जिर्मियो 23 रु 22 बोधे, हाँ 23 ରୁ 22 ରୁ ମାତ୍ର ଯେବେ ସେମାନେ ଆମ୍ଭ ସଭାରେ ଠିଆ ହୋଇଥାନ୍ତେ, ଜିର୍ମିୟ 23:22 ଖୋଲିଲେ କି ମାତ୍ର ଯେବେ ସେମାନେ ଆମ୍ଭ ସଭାରେ ଠିଆ ହୋଇଥାନ୍ତେ, ତେବେ ଆମ୍ଭ ଲୋକମାନଙ୍କୁ ଆମ୍ଭ ବାକ୍ୟ ଶୁଣାଇଥାନ୍ତେ ଓ ସେମାନଙ୍କ କୁପଥରୁ ସେମାନଙ୍କ କୁକ୍ରିୟାରୁ ସେମାନଙ୍କୁ ଫେରାଇଥାନ୍ତେ। କଣ କହିଲେ ପରମେଶ୍ୱର କେମିତି ଚିହ୍ନିବାର? ପ୍ରଭୁ ପଠାଇଥିବା, ପ୍ରଭୁ ପ୍ରେରଣ କରିଥିବା ଦାସ ଆଉ ନିଜେ ବାହାରି ପଡିଥିବା ଦାସକୁ କେମିତି ଚିହ୍ନିବାର? ମାନେ ଆମ୍ଭେ ଯାହାକୁ ପଠାଇଥିବୁ ସେ ଆମ୍ଭର ସଭାର ବ୍ୟକ୍ତି ହେଇଥିବ। ଆମର ସଭା ମିନ୍ସ ଆମର ଟିମର, ମୋର ପ୍ରୋଜେକ୍ଟ, ମୋ ପାଖରେ ତିଆରି ହେଇଥିବା ଜଣକୁ, ମୋ ପାଖରେ ଟ୍ରେନ କରିଥିବା ଜଣକୁ ମୁଁ ପଠାଇବି। ମୁଁ ଯଦି ପଠାଇବି ସେ କଣ ହେବ? ଲୋକମାନଙ୍କୁ କୁକ୍ରିୟା ତ୍ୟାଗ କରିବାକୁ ସେ ଚେତନା ଦେବ ଓ ଲୋକମାନଙ୍କୁ ଯେମିତି ସେମିତି ଫେରାଇ ଆଣିବ। ଫେରାଇ ଆଣିବାର, ବନ୍ଧନ ମୁକ୍ତ କରି ଆତ୍ମା ଲାଭ କରିବାର ସେବା କେବଳ ଅଭିଷେକ ପ୍ରାପ୍ତ ଲୋକମାନଙ୍କ ଦ୍ୱାରା ହିଁ ହେଇପାରେ। ଅଭିଷେକ ମାନେ ସ୍ୱର୍ଗରୁ ନିଯୁକ୍ତ କରାଇ ଯାଇଥିବା ଦାସ ମାନେ, ସ୍ୱର୍ଗରୁ ଅଥରାଇଜେସନ ପାଇଥିବା ଦାସ ମାନେ, ସ୍ୱର୍ଗରୁ ଆପଏଣ୍ଟେଡ ଦାସ ମାନେ, ସ୍ୱର୍ଗରୁ ଆଇଡି ପାଇକି ବାହାରିଥିବା ଲୋକମାନେ। ଚିହ୍ନନ୍ତୁ ତ। ପ୍ରଭୁ ନିଜେ କହୁଛନ୍ତି ମତେ ଏଟା ପାଇଁ ପିତା ଅଭିଷେକ କରି ପ୍ରେରଣ କରିଅଛନ୍ତି, ଯେପରିକି ମୁଁ ସୁସମାଚାର କହିବି ଆଉ ବନ୍ଦୀ ମାନଙ୍କୁ ମୁକ୍ତ କରିବି, ଈଶ୍ୱରଙ୍କର ଅନୁଗ୍ରହ ବର୍ଷ ଘୋଷଣା କରିବି। କହିଥିଲେ ଅନୁଗ୍ରହ ବର୍ଷ ବିଷୟରେ। ଅନୁଗ୍ରହ ବର୍ଷ ମାନେ କଣ? ଆଉ ଏଠି ପଢିନାହାନ୍ତି ଯୀଶୁ, କିନ୍ତୁ ଯିଶାୟାରେ ଲେଖା ଅଛି ଈଶ୍ୱରଙ୍କର କଣ ସେଟା? ଦଣ୍ଡର ଦିନ ଘୋଷଣା କରିବାକୁ ସେ ମତେ ପ୍ରେରଣ କରିଅଛନ୍ତି, ପଠାଇ ଅଛନ୍ତି। ଦେଖିବାର ଆମେ ନିଜେ ବାହାରି ପଡିଛୁ ସେବା ନା ପରମେଶ୍ୱର ପଠାଇଲେ? এটা ফাইন্ড আউট করিবার মাইন্ড নাই ବହୁତ ଜଣଙ୍କ। ବାଇବେଲ କଲେଜରେ ଭର୍ତ୍ତି ଷ୍ଟୁଡେଣ୍ଟସ ମାନେ ଥିଲେ ବି, ବାଇବେଲ କଲେଜରେ ଗ୍ରାଜୁଏଟ ହେଇ ସାରିଲେ ବି, ବହୁତ ଜଣ ଦାସ ମାନେ ଅର୍ଡିନେସନ ଦେଇକି ଆପଣଙ୍କୁ ଗୋଟେ ସାର୍ଟିଫିକେଟ ଦେଇକି ନିଯୁକ୍ତ କଲେ ବି ଖରାପ ଭାବନ୍ତୁନି। ଈଶ୍ୱର ପଠାଇଲେ କି ନାହିଁ ଏଟା ଟିକେ ଆପଣ ମାନେ ନିଜକୁ ଚେକ୍ କରନ୍ତୁ। ମୁଁ ନିଜକୁ ଚେକ୍ କରେ, ଆପଣ ନିଜକୁ ଚେକ୍ କରନ୍ତୁ। ଆହ୍ୱାନ ଦରକାର, ମନୋନୀତ ହେଇଥିବା ଦରକାର, ନିଯୁକ୍ତ ହେଇଥିବା ଦରକାର। ଚହନ 15 ଯଦି ନ ମାନୁଛନ୍ତି ତ ଆପଣଙ୍କର ଇଚ୍ଛା, ଆପଣ ନିଜେ ଚେକ୍ କରନ୍ତୁ ଆପଣଙ୍କର ସେବାରେ ଲୋକମାନେ କେତେ ପରିମାଣରେ ବନ୍ଧନ ମୁକ୍ତ ହେଉଛନ୍ତି, ମନ ପରିବର୍ତ୍ତନ କେତେ ପରିମାଣରେ କରୁଛନ୍ତି, ଆତ୍ମା ଲାଭ କେତେ ହେଇପାରୁଛି, ଯୀଶୁଙ୍କ ଆଡ଼କୁ କେତେ ଲୋକ ଫେରୁଛନ୍ତି, ପାପ ପରିତ୍ୟାଗ କେତେ ପରିମାଣରେ କରିପାରୁଛନ୍ତି। ଏଇଟା ଗୋଟେ ପ୍ରମାଣ, ଏଇଟା ଗୋଟେ ଚିହ୍ନ କି ପ୍ରଭୁଙ୍କ ଦ୍ୱାରା ନିଯୁକ୍ତ ହେଇଥିବେ ଏମାନେ ବୋଲି। ଜେନୁଇନ ଡକ୍ଟରଙ୍କ ହାତରେ ଟ୍ରିଟମେଣ୍ଟ ନେଲେ ସାଙ୍ଗେ ସାଙ୍ଗେ ସୁସ୍ଥ ହେଉଥିବେ, କ୍ୟୁର ହେଇଯାଉଥିବ। ଡୁପ୍ଲିକେଟ ଲାଞ୍ଚ ନେଇକି ଡକ୍ଟର ହେଇଥିବ ଲୋକ ପାଖରେ, ତାର ପାଖରେ କିଛି ବି ହେଉନଥିବ, ଲୋକ ମରି ବି ଯାଉଥିବ ପେସେଣ୍ଟ। ଯୋହନ 15:16 ତୁମେ ମାନେ ମତେ ମନୋନୀତ କରିନାହଁ, କିନ୍ତୁ ମୁଁ ତୁମମାନଙ୍କୁ ମନୋନୀତ କରିଅଛି, ଆଉ ତୁମ୍ଭେ ମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମ୍ଭମାନଙ୍କର ଫଳ ସ୍ଥାୟୀ ହୁଏ। ପଏଣ୍ଟ ଟୁ ବି ନୋଟେଡ। ଫଳ ଉତ୍ପନ୍ନ ବି କରିବାର, ଆଉ ଫଳ କଞ୍ଚା ଥାଇକି ଝଡି ନ ଯାଅ, ସ୍ଥାୟୀ ହୁଏ, ଏଥି ନିମନ୍ତେ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି। ମନୋନୀତ ବି ହେବାର, ନିଯୁକ୍ତ ବି ହେବାର। ଲାଷ୍ଟ ଦ୍ୱିତୀୟ ପିତର 1:10 ଦ୍ୱିତୀୟ ପିତର 1:10 ଅତଏବ ହେ ଭାଇ ମାନେ, ଦାସ ମାନଙ୍କ ପାଇଁ ଏଇ ପଦ। ଅତଏବ ହେ ଭାଇ ମାନେ, ତୁମ୍ଭେ ମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ନିମନ୍ତେ ଅଧିକ ଯତ୍ନବାନ ହୁଅ, ଯେଣୁ ଏପରି କଲେ ତୁମ୍ଭେ ମାନେ କେବେ ହେଁ
ଝୁଣ୍ଟି ପଡିବ ନାହିଁ। ଆଉ ଏହି ପ୍ରକାର ଆମ୍ଭମାନଙ୍କୁ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଙ୍କ ଅନନ୍ତ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମ୍ଭମାନଙ୍କୁ ଦିଆଯିବ। କେବେ କେବେ ଆମେ ଆହ୍ୱାନ ମନୋନୟନ ବିଷୟରେ ଅଧ୍ୟୟନ କଲା ବେଳେ ଶୁଣିଥିଲୁ ଏଟା। आम्हे माने सेवा ପାଇଁ ଆହୁତ କି ନାହିଁ ନମ୍ବର 1, ଆମେ ମାନେ ଈଶ୍ୱରଙ୍କ ଦ୍ୱାରା ମନୋନୀତ କି ନାହିଁ ନମ୍ବର 2, ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ କି ନାହିଁ ଏଇଟା କନଫର୍ମ, ଏଇଟା କଣ ଯତ୍ନମାନ ହୁଅ ସ୍ଥିର କରିବାକୁ, କନଫର୍ମ କରିବାକୁ, ଭେରିଫିକେସନ କନଫର୍ମ କରିବାକୁ ଯତ୍ନବାନ ହୁଅ। ଯଦି ଭେରିଫାଇ ହେଇଯାଉଛି ତ ତୁମେ କଣ ଜାଣ, ମାନେ ତୁମେ ନିଷ୍ଫଳ ହେବ ନାହିଁ, ଝୁଣ୍ଟି ପଡିବ ନାହିଁ, ଆଉ ସ୍ୱର୍ଗ ରାଜ୍ୟରେ ସ୍ୱଚ୍ଛନ୍ଦ ଭାବରେ ପ୍ରବେଶ ପାଇବ ଫ୍ରିଲି। ଆଉ ଜହନ୍ର କଣ କହିଲେ, ତୁମ ଫଳ ବି ଉତ୍ପନ୍ନ କରିବ, ନିଷ୍ଫଳ ହେଇକି ଶୁଖିଯିବ ନାହିଁ ସେ ଗଛ। ତୁମର ସେବା ଶୁଖିକି ନଥିବ, ଖାଲି ପ୍ରଚାରରେ ପଳେଇଲା ଜୀବନ ସାରା, ସେମିତି ନୁହେଁ, ଆତ୍ମା ଲାଭ ହେବ ଆଉ ସେଇ ଫଳ ସ୍ଥିର ଥିବ। रहेंगे बैलेंस, लास्ट तक कुछ लोग रहेंगे, सब लोग नहीं रहने से भी କିଛି ଫଳ ଦେବୁ ଆମେ ସ୍ୱର୍ଗରେ ପ୍ରଭୁ, ଏଇଟା ପ୍ରଭୁ ମୋର ସେବାରେ ଆସିଥିବା ଫଳ ଏଇଟା ତ ମୋର ପାଇଁ ଆଣିଛୁ, ସେତେବେଳେ ପୁରସ୍କାର।